नमस्कार। आजिर एही विशेष आलोचनाकु आपणमानंकु स्वागत। केबे भाबिचंती मात्र दुईटी कविता किपरि एक संपूर्ण जातिर रक्तकु गरम कर देई पारे? बिल्कुल, आजि आमे ठीक सेही विषयरे ही कथा हेबा। आमे देखिबा किपरि ओडिशार स्वाधीनता संग्रामर किछि अनामधेय वीर कविंक लेखनी मुनरे सबुदिन पई अमर होई जाइछंती। देखंतु, इतिहास कहिले केवल किछि तारीख किंबा घटना नुहे। ଏହା ହେଉଛି ଭାବନା ଏବଂ ଅଦମ୍ୟ ସାହସର ଏକ ଜୀବନ୍ତ କାହାଣୀ ଯାହାକୁ କବିମାନେ ନିଜ ଶବ୍ଦ ମାଧ୍ୟମରେ ଆମ ଆଗରେ ତୋଳି ଧରିଛନ୍ତି। ତେଣୁ ଆସନ୍ତୁ ଆଜିର ଏହି ପ୍ରସ୍ତୁତି ମାଧ୍ୟମରେ ସେହି ସବୁ କବିତାର ଗଭୀରତା ଏବଂ ସେଥିରେ ଲୁଚି ରହିଥିବା ଅତୁଳନୀୟ ସାହସର ଚିତ୍ରକୁ ଏକାଠି ଉନ୍ମୋଚନ କରିବା। ଠିକ୍ ଅଛି, ଆସନ୍ତୁ ସିଧାସଳଖ ମୂଳ ବିଷୟକୁ ଯିବା। ଟିକେ କଳ୍ପନା କରନ୍ତୁ ତ ଏହି ଦୃଶ୍ୟକୁ। ନଦୀ କୂଳରେ ଛିଡ଼ା ହୋଇଛନ୍ତି ସଶସ୍ତ୍ର ବ୍ରିଟିଶ ସୈନ୍ୟ, ଆଉ ଠିକ୍ ତାଙ୍କ ସାମ୍ନାରେ ଡଙ୍ଗା ଧରି ବସିଛି ଏକ ଛୋଟ ପିଲା। ଏହି ନିର୍ଭୀକ ବାଳକ ନାଉରୀ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଶହୀଦ ବାଜି ରାଉତ, ଯିଏ ଅତ୍ୟାଚାରୀ ବ୍ରିଟିଶ ବାହିନୀକୁ ନଦୀ ପାର କରିବାକୁ ସିଧା ମନା କରିଦେଇଥିଲେ। ଭାବନ୍ତୁ ଥରେ, ବନ୍ଧୁକର ନଳି ସାମ୍ନାରେ ବି ନିଜ ମାତୃଭୂମି ପାଇଁ ମାତ୍ର 12 ବର୍ଷର ଛୋଟ ପିଲାଟିର କି ଅତୁଟ ନିଷ୍ଠା! ବ୍ରିଟିଶ ସୈନ୍ୟଙ୍କର ସେହି ଭାରୀ ଅସ୍ତ୍ରଶସ୍ତ୍ର ଆଉ ଏହି ବାଳକର ନିଷ୍ପାପ ବୟସ, ଏହି ଦୁଇଟି ଭିତରେ ଥିବା ପାର୍ଥକ୍ୟ ହିଁ ଦେଶପ୍ରେମର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରୁଛି, ନୁହେଁ କି? କବିତାଟି ଏହି ଦୃଶ୍ୟକୁ ଏତେ ଜୀବନ୍ତ ଭାବରେ ବର୍ଣ୍ଣନା କରିଛି ଯେ ତାହା ଶୁଣିଲେ ଆଜି ବି ଦେହର ଲୋମ ଟାଙ୍କୁରି ଉଠେ। ଏହି ସାହସିକତାର ବର୍ଣ୍ଣନା ସତରେ କେତେ ଶକ୍ତିଶାଳୀ ତାହା ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ବାଜି ରାଉତର ନାହିଁ ସ୍ମୃତି ନାହିଁ, ମୁକ୍ତପଥର ସୈନିକ ସେହି। ବାସ୍, ପ୍ରଥମ କବିତାରୁ ନିଆଯାଇଥିବା ଏହି ଗୋଟିଏ ଧାଡ଼ି ତାଙ୍କ କେବଳ ଜଣେ ସ୍ଥାନୀୟ ବାଳକରୁ ନେଇ ସିଧାସଳଖ ପ୍ରତିରୋଧ ଏବଂ ସ୍ୱାଧୀନତାର ଏକ ଚିରନ୍ତନ ପ୍ରତୀକରେ ପରିଣତ କରିଦେଉଛି। କବି ଏଠାରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ବାଜି ରାଉତ କେବଳ ଏକ ଅତୀତର ସ୍ମୃତି ନୁହନ୍ତି, ସେ ହେଉଛନ୍ତି ସ୍ୱାଧୀନତା ରୂପକ ଖୋଲା ରାସ୍ତାର ଜଣେ ଅମର ସୈନିକ। ଏହାର ଅର୍ଥ ହେଉଛି ଶାରୀରିକ ମୃତ୍ୟୁ ହୋଇଥାଇପାରେ, କିନ୍ତୁ ତାଙ୍କର ସେହି ଆଦର୍ଶ, ସେହି ବଳିଦାନ ଆଜି ବି ଆମ ଭିତରେ ପୂରାପୂରି ଜୀବିତ ଅଛି। ତେଣୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା କିପରି ଏହି ପ୍ରଥମ କବିତାଟି ଓଡ଼ିଶାର 3 ଜଣ ଭିନ୍ନ ଭିନ୍ନ ଐତିହାସିକ ତଥା କିମ୍ବଦନ୍ତୀ ପୁରୁଷଙ୍କୁ ଗୋଟିଏ ସୂତାରେ ବାନ୍ଧି ପାରିଛି। ଆମେ ଦେଖିବା ଧର୍ମାଙ୍କୁ, ଯିଏ 12 ବଢ଼େଇଙ୍କ ମାନ ରକ୍ଷା କରିବା ପାଇଁ ନିଜ ଜୀବନ ବଳିଦାନ ଦେଇଥିଲେ। ତାପରେ ଗୋପବନ୍ଧୁ, ଯାହାଙ୍କୁ ଆମେ ଦରିଦ୍ର ଜନର ବନ୍ଧୁ ବୋଲି ଅତ୍ୟନ୍ତ ଶ୍ରଦ୍ଧାର ସହ ସମ୍ମାନ କରୁ। ଏବଂ ଅବଶ୍ୟ ବାଜି ରାଉତ, ଆମର ସେହି ବୀର ବାଳକ। ସମ୍ପୂର୍ଣ୍ଣ ଭିନ୍ନ ପୃଷ୍ଠଭୂମି ଏବଂ ସମୟରୁ ଆସିଥିବା ଏହି 3ଟି ଚରିତ୍ରକୁ ଏକାଠି ଆଣି କବି ପ୍ରମାଣ କରିଛନ୍ତି ଯେ ଓଡ଼ିଶାରେ ନିଃସ୍ୱାର୍ଥପରତା ଏବଂ ବଳିଦାନର ଏକ ବହୁତ ସମୃଦ୍ଧ ପରମ୍ପରା ରହିଆସିଛି। ମାନେ, ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରଣା ଆମକୁ ବାହାର ଖୋଜିବାକୁ ପଡ଼ିନାହିଁ, ଏହା ଆମ ନିଜ ମାଟିର କାହାଣୀରୁ ହିଁ ସୃଷ୍ଟି ହୋଇଛି। ବର୍ତ୍ତମାନ ଆସନ୍ତୁ ଆଗକୁ ବଢ଼ିବା। କବିତାରେ ଯେଉଁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଉଲ୍ଲେଖ ରହିଛି, ସେ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ। ସତ କହିବାକୁ ଗଲେ ସେ ଥିଲେ ସମଗ୍ର ଓଡ଼ିଶାର ହୃଦୟ ସ୍ପନ୍ଦନ। ଜଣେ ସମାଜ ସଂସ୍କାରକ, ଶିକ୍ଷାବିତ୍ ଏବଂ ଗରିବ ଲୋକଙ୍କର ପ୍ରକୃତ ବନ୍ଧୁ ଭାବରେ ସେ ନିଜର ସମ୍ପୂର୍ଣ୍ଣ ଜୀବନକୁ ଲୋକସେବାର ଉତ୍ସର୍ଗ କରିଦେଇଥିଲେ। ସେଥିପାଇଁ ତ କବିତାର ପଦଗୁଡ଼ିକରେ ଯେତେବେଳେ ତାଙ୍କ ନାମ ଆସେ, ଏହା ଏକ ଗଭୀର ଭାବନାତ୍ମକ ପ୍ରଭାବ ପକାଏ। ଯେତେବେଳେ କେହି ଏହି କବିତାରେ ଗୋପବନ୍ଧୁଙ୍କ ନାମ ପଢ଼ନ୍ତି, ଦେଶ ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିବାର ଭାବନା ମନରେ ଆପଣା ଚାହିଁ ଜାଗ୍ରତ ହୋଇଯାଏ। ଆଉ ପ୍ରକୃତରେ ଏହା ହିଁ ତ ଥିଲା କବିଙ୍କର ମୁଖ୍ୟ ଉଦ୍ଦେଶ୍ୟ, ନୁହେଁ କି? ଏହି ମହାନ ସାହସର ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଚୂଡ଼ାରୁ ସମୁଦ୍ର ଗର୍ଭକୁ ଡେଉଁଥିବା ବାଳକ ଧର୍ମର କାହାଣୀ। ଏହି ଘଟଣାଟି କବିତାର ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋକପାତ କରୁଛି, ଆଉ ତାହା ହେଉଛି ବୃହତ୍ତର ସ୍ୱାର୍ଥ ପାଇଁ ନିଜର ସର୍ବୋଚ୍ଚ ଏବଂ ଦୁଃଖଦାୟକ ବଳିଦାନ ଦେବା। 1200 କାରିଗରଙ୍କ ଜୀବନ ଏବଂ ମାନ ବଞ୍ଚାଇବା ପାଇଁ ମାତ୍ର 12 ବର୍ଷର ପିଲାଟିଏ ହସି ହସି ନିଜ ଜୀବନ ଦେଇଦେଲା। ଏହି ହୃଦୟସ୍ପର୍ଶୀ ଘଟଣାକୁ ସ୍ୱାଧୀନତା ସଂଗ୍ରାମ ସହିତ ଯୋଡ଼ି କବି ବହୁତ ସୁନ୍ଦର ଭାବରେ ବୁଝାଇବାକୁ ଚାହିଁଛନ୍ତି ଯେ ଯେତେବେଳେ ସମଗ୍ର ଜାତିର ସ୍ୱାଧୀନତା କଥା ଉଠେ, ସେତେବେଳେ ଯଦି ବ୍ୟକ୍ତିଗତ ବଳିଦାନ ଦେବାକୁ ପଡ଼େ, ତେବେ ଆମକୁ କେବେ ବି ପଛଘୁଞ୍ଚା ଦେବା ଉଚିତ ନୁହେଁ। ବର୍ତ୍ତମାନ ଆମ ଆଗରେ ଥିବା ଏହି ତଥ୍ୟ ବିଷୟରେ ସବୁଠାରୁ ଆକର୍ଷଣୀୟ କଥା କ'ଣ ଜାଣିଛନ୍ତି? ଏହା ଦୁଇଟି କବିତା ମଧ୍ୟରେ ଥିବା ଏକ ସୁନ୍ଦର ପାର୍ଥକ୍ୟକୁ ଦର୍ଶାଉଛି। ପ୍ରଥମ କବିତାଟିକୁ ଆମେ ଏକ ମାଇକ୍ରୋ ନାରେଟିଭ୍ ବା ସୂକ୍ଷ୍ମ କାହାଣୀ କହିପାରିବା, କାରଣ ଏହା ବାଜି ରାଉତ କିମ୍ବା ଧର୍ମାଙ୍କ ପରି ଜଣେ ଜଣେ ବ୍ୟକ୍ତିଙ୍କର ସାହସିକତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛି। ଏହା ଖୁବ୍ ଆନ୍ତରିକ ଏବଂ ବ୍ୟକ୍ତିଗତ। କିନ୍ତୁ ଅପରପକ୍ଷରେ ଯେତେବେଳେ ଆମେ ଦ୍ୱିତୀୟ କବିତାକୁ ଦେଖିବା, ସେଠାରେ ରହିଛି ଏକ ମାକ୍ରୋ ନାରେଟିଭ୍ ବା ଏକ ବ୍ୟାପକ କାହାଣୀ। ଦ୍ୱିତୀୟ କବିତାଟି କୌଣସି ଜଣେ ବ୍ୟକ୍ତିବିଶେଷଙ୍କ ଉପରେ ସୀମିତ ନ ରହି ଏକାଥରକେ ସମଗ୍ର ରାଜ୍ୟକୁ, ସମସ୍ତ ଲୋକଙ୍କୁ ଏକ ସାମୂହିକ ଆହ୍ୱାନ ଦେଉଛି। ତେବେ ଆସନ୍ତୁ ଦେଖିବା ସେହି ଦ୍ୱିତୀୟ କବିତାଟି ପ୍ରକୃତିରେ କ'ଣ। ଆମ ଦ୍ୱିତୀୟ ଉତ୍ସ ହେଉଛି ଜାତୀୟ କବି ବୀରକିଶୋର ଦାସଙ୍କ ରଚିତ ଅତ୍ୟନ୍ତ ଲୋକପ୍ରିୟ କବିତା ଆସ ଉତ୍କଳୀୟ। ଦେଖନ୍ତୁ, ଏହା କୌଣସି ସାଧାରଣ କବିତା ନଥିଲା। ଏହା ଥିଲା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଏକ ଅତି ଶକ୍ତିଶାଳୀ ରଣହୁଙ୍କାର।
ଏହା ପ୍ରତ୍ୟେକ ଓଡ଼ିଆଙ୍କ ଶିରା ପ୍ରଶିରାରେ ରକ୍ତରେ ଜାତୀୟତାବୋଧର ନିଆଁ ଜାଳିବା ପାଇଁ ଉଦ୍ଦିଷ୍ଟ ଥିଲା। କବି ନିଜ କଳମ ମାଧ୍ୟମରେ ସମଗ୍ର ରାଜ୍ୟବାସୀଙ୍କୁ ଏକାଠି ହୋଇ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଏକ ବଳିଷ୍ଠ ଆହ୍ୱାନ ଦେଇଛନ୍ତି। ଏହାର ଶୈଳୀ ହୁଏତ ପ୍ରଥମ କବିତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଲାଗିପାରେ, କିନ୍ତୁ ମୂଳ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଏକା। ଏହି ଦ୍ୱିତୀୟ କବିତାଟିକୁ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିବାକୁ ହେଲେ ଆମକୁ ପ୍ରଥମେ ବକ୍ସି ଜଗବନ୍ଧୁଙ୍କ ବିଷୟରେ ଜାଣିବାକୁ ହେବ। ସେ ଥିଲେ ପ୍ରସିଦ୍ଧ ପାଇକ ବିଦ୍ରୋହର ମହାନ ସେନାପତି। ଆପଣମାନେ ତ ଜାଣିଥିବେ 1817 ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଓଡ଼ିଶାର ସାହସୀ ପାଇକମାନେ ଯେଉଁ ସଶସ୍ତ୍ର ବିଦ୍ରୋହ କରିଥିଲେ ତାହା ଥିଲା ଆମ ଦେଶର ପ୍ରାରମ୍ଭିକ ସ୍ୱାଧୀନତା ସଂଗ୍ରାମ ମଧ୍ୟରୁ ଅନ୍ୟତମ। ଆଉ ସେହି ଐତିହାସିକ ବିଦ୍ରୋହର ନେତୃତ୍ୱ ନେଇଥିଲେ ଖୋଦ୍ ବକ୍ସି ଜଗବନ୍ଧୁ। ସାଧାରଣ ଲୋକଙ୍କୁ ଯୋଦ୍ଧା ସଜାଇବା ପାଇଁ ନିଜ ଅତୀତର ଗୌରବଠାରୁ ବଳିଆ ଅସ୍ତ୍ର ଆଉ କ'ଣ ବା ହୋଇପାରେ। ତେଣୁ କବିତାରେ ତାଙ୍କ ନାମର ଉଲ୍ଲେଖ କରିବା ଅର୍ଥ ହେଉଛି ଓଡ଼ିଆମାନଙ୍କ ମନରେ ସେହି ପ୍ରାଚୀନ ସାମରିକ ଗୌରବ ଏବଂ ଲଢ଼ୁଆ ମନୋଭାବକୁ ପୁଣିଥରେ ପୁନର୍ଜାଗ୍ରତ କରିବା। ବର୍ତ୍ତମାନ ଏହି କବିତାର ଗଭୀରତାକୁ ଟିକେ ଲକ୍ଷ୍ୟ କରନ୍ତୁ। କବି ଲେଖିଛନ୍ତି, ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଡ଼େଇ ଅମର ପଥେ। ଏଠାରେ କବି ସ୍ପଷ୍ଟ ଭାବରେ କହୁଛନ୍ତି ଯେ ପାଇକ ପୁଅ ଏବଂ ଚନ୍ଦନ ହଜୁରୀଙ୍କ ଭଳି ମହାନ ନେତାମାନେ ସ୍ୱାଧୀନତାର ବେଦୀରେ ନିଜ ଜୀବନ ବଳିଦାନ ଦେଇସାରିଛନ୍ତି ଆଉ ଅମରତ୍ୱ ପ୍ରାପ୍ତ କରିସାରିଛନ୍ତି। ଏହି ଶକ୍ତିଶାଳୀ ପଦଗୁଡ଼ିକ ଲୋକମାନଙ୍କୁ ମନେ ପକାଇଦିଏ ଯେ ସେମାନେ ଆଦୌ କାପୁରୁଷ ନୁହନ୍ତି, ବରଂ ସେମାନେ ହେଉଛନ୍ତି ସେହି ମହାନ ବୀରମାନଙ୍କର ସିଧାସଳଖ ବଂଶଧର ଯେଉଁମାନେ ନିଜ ଦେଶ ପାଇଁ ହସି ହସି ପ୍ରାଣ ଦେବାକୁ କେବେ ବି ପଛାଉ ନଥିଲେ। ଏହା ଜନସାଧାରଣଙ୍କୁ ନିଜର ଦାୟିତ୍ୱବୋଧ ସମ୍ପର୍କରେ ଖୁବ୍ ଦୃଢ଼ ଭାବରେ ସଚେତନ କରାଏ। ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏଠାରେ କେବଳ ଆଧୁନିକ ଇତିହାସ ନୁହେଁ, କବିତାଟି ପ୍ରାଚୀନ ଇତିହାସର ପୃଷ୍ଠା ମଧ୍ୟ ଖୋଲି ଦେଉଛି। ଏଠାରୁ ତୋଷାଳୀ ବା ଆମ ଧଉଳି ପାହାଡ଼ ପ୍ରାନ୍ତରର ଉଲ୍ଲେଖ କରାଯାଇଛି। ଆମେ ସମସ୍ତେ ଜାଣୁ କଳିଙ୍ଗ ଯୁଦ୍ଧ ସମୟରେ ଏହି ଧଉଳି ମାଟିରେ ରକ୍ତର ନଦୀ ବହିଥିଲା। ଦେଶ ଏବଂ ମାଟି ପାଇଁ ଅସଂଖ୍ୟ ଲୋକ ନିଜର ପ୍ରାଣ ବଳି ଦେଇଥିଲେ। ତେଣୁ କବିତାରେ ଏହି ସ୍ଥାନର ଉଲ୍ଲେଖ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଏହା ଅନୁଭବ କରାଇବା ଯେ ଓଡ଼ିଶାର ପ୍ରତ୍ୟେକ ଧୂଳିକଣାରେ ଏହାର ମାଟିରେ ରକ୍ତ ଏବଂ ବଳିଦାନର ଏକ ଲମ୍ବା ଇତିହାସ ଲୁଚି ରହିଛି। ଆମ ମାଟିର ଏହି ପ୍ରାଚୀନ ଗର୍ବ ଆଜି ମଧ୍ୟ ଆମକୁ ନିଜର କର୍ତ୍ତବ୍ୟ ପଥରେ ନିର୍ଭୟରେ ଆଗେଇ ଯିବାକୁ ଆହ୍ୱାନ ଦେଉଛି। ଆଉ ଏହା ଚମତ୍କାର ଭାବରେ ଦର୍ଶାଉଛି ଯେ ଏହି ଦୁଇଟି କବିତାର ଯାତ୍ରା ପ୍ରକୃତରେ କିପରି ଥିଲା। ଟିକେ ଧ୍ୟାନ ଦିଅନ୍ତୁ। ଗୋଟିଏ ପଟେ ବ୍ରିଟିଶ ସୈନ୍ୟମାନଙ୍କର ସେହି ହିଂସ୍ର ଅତ୍ୟାଚାର ପ୍ରାରମ୍ଭିକ ସଂଘର୍ଷକୁ ସୂଚାଉଥିବା ବେଳେ ଠିକ୍ ଅନ୍ୟପଟେ ପାହାଡ଼ ଉପରେ ଗର୍ବର ସହ ତ୍ରିରଙ୍ଗା ଉତ୍ତୋଳନ କରୁଥିବା ଆମର ଯୁବକମାନେ ବିଜୟର ପ୍ରତୀକ ସାଜିଛନ୍ତି। ନିର୍ଯାତନା ଏବଂ ଅତ୍ୟାଚାରରୁ ଆରମ୍ଭ ହୋଇଥିବା ଗୋଟିଏ କାହାଣୀ କିପରି ଲମ୍ବା ସଂଘର୍ଷ ଦେଇ ଶେଷରେ ବିଜୟରେ ପହଞ୍ଚେ, ତାହା ଏହି ସବୁ ଶବ୍ଦ ଏବଂ ଚିତ୍ରଗୁଡ଼ିକ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି। ସତ କହିବାକୁ ଗଲେ ସେହି ସମୟରେ ଏହି କବିତାଗୁଡ଼ିକ ଅନ୍ଧାରରେ ଠିକ୍ ଏହିପରି ଏକ ଆଲୋକର ବାଟ କଢ଼ାଇ ନେଉଥିଲେ। ବର୍ତ୍ତମାନ ଯଦି ଆମେ ଆମର ଏହି ସମ୍ପୂର୍ଣ୍ଣ ଆଲୋଚନାକୁ ଗୋଟିଏ ସାରାଂଶରେ ଦେଖିବା, ତେବେ ଜାଣିପାରିବା ଯେ ଏହି ସାହିତ୍ୟିକ ସୃଷ୍ଟିଗୁଡ଼ିକ ମୁଖ୍ୟତଃ 3ଟି ପଦକ୍ଷେପରେ କାମ କରିଥିଲେ। ପ୍ରଥମେ ଯୁବବର୍ଗର ଅସାଧାରଣ ସାହସିକତାକୁ ଦେଶ ଆଗରେ ରଖି ସମ୍ମାନ ଜଣାଇବା। ଦ୍ୱିତୀୟରେ ପ୍ରାଚୀନ ବିଦ୍ରୋହ ଏବଂ ଯୁଦ୍ଧର ସ୍ମୃତିକୁ ଉଜ୍ଜୀବିତ କରି ଲୋକଙ୍କ ମନରେ ନିଜ ଅତୀତ ପ୍ରତି ଗର୍ବ ସୃଷ୍ଟି କରିବା। ଏବଂ ଶେଷରେ ସମଗ୍ର ଜନସାଧାରଣଙ୍କୁ ଏକାଠି କରି ସେହି ଚୂଡ଼ାନ୍ତ ବିଜୟ ଦିଗରେ ପ୍ରେରିତ କରିବା। ଆମେ ନିଶ୍ଚିତ ଭାବରେ କହିପାରିବା ଯେ ଏହି କବିତାଗୁଡ଼ିକ ଥିଲା ଏକ ପ୍ରକାରର ମାନସିକ ଏବଂ ଐତିହାସିକ ବ୍ଲୁପ୍ରିଣ୍ଟ, ଯାହା ସ୍ୱାଧୀନତା ଆନ୍ଦୋଳନ ସମୟରେ ସାଧାରଣ ଲୋକଙ୍କୁ ଏକଜୋଟ କରିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥିଲା। ସର୍ବଶେଷରେ ଏକ ଗଭୀର ଏବଂ ପ୍ରାସଙ୍ଗିକ ଚିନ୍ତାଧାରା ସହିତ ଆମେ ଆଜିର ଏହି ଆଲୋଚନାକୁ ସମାପ୍ତ କରିବା। ଏକଥା ଉପରେ ଟିକେ ବିଚାର କରନ୍ତୁ ତ, ସେହି ମହାନ ବୀରମାନେ ଆଜି ଆଉ ଆମ ଘଡ଼ରେ ନାହାନ୍ତି ସତ, କିନ୍ତୁ ସେମାନଙ୍କର ତ୍ୟାଗ ଏବଂ ବଳିଦାନର କାହାଣୀ ଯେପରି କାଳଗର୍ଭରେ କେବେ ବି ହଜି ନଯାଏ, ସେଥିପାଇଁ ଆମର ବର୍ତ୍ତମାନର ପିଢ଼ି କଳା ଏବଂ ସାହିତ୍ୟକୁ କିପରି ଏକ ମାଧ୍ୟମ ଭାବରେ ବ୍ୟବହାର କରିବେ। ଇତିହାସକୁ ସାଇତି ରଖିବାରେ ଏହି ଶବ୍ଦ ଏବଂ ଚିତ୍ରର ଶକ୍ତି ପ୍ରକୃତରେ କେତେ ଅଧିକ ହୋଇପାରେ, ତାହା ଆମେ ଆଜି ଏହି କବିତାଗୁଡ଼ିକରୁ ଶିକ୍ଷାଲାଭ କଲୁ। ତେଣୁ ଆମର ଅତୀତକୁ ମନେ ରଖିବା କାହିଁକି ଜରୁରୀ, ସେ ବିଷୟରେ ନିଶ୍ଚୟ ଚିନ୍ତା କରନ୍ତୁ। ଆଗକୁ ଆହୁରି କିଛି ନୂଆ ଏବଂ ଆକର୍ଷଣୀୟ ତଥ୍ୟ ସହିତ ଆପଣମାନଙ୍କ ସହ ପୁଣି ଭେଟ ହେବ। ସେ ପର୍ଯ୍ୟନ୍ତ ଅନେକ ଅନେକ ଧନ୍ୟବାଦ।